नमस्कार मु माधवानंद नायक गाँर गौरव घर माधवानंद कानपुर अदम्य मु इच्छाशक्ति खैरा किपरि कॉलेज रे सफलतार शीर्ष रे आज पहुंचाई मोर थाए प्लस टू रिजल्ट ताहा बाहर प्रमाण प्लस करी टू साइंस देखाइछन्ति युक्त मोर 2 विज्ञान छात्र 541 माधवानंद नंबर अछि नायक। तो 90% केन्दुझर जिला रखिछि। ऐतिह्य पृष्ठभूमि तो प्रगणा मोर कॉलेज शोषो रे भी भलो ग्रामर सुपरिचित प्राय 10 जन ज्योतिर्विद 500 ऊपर बाइधर रखिछन्ति नायकଙ୍କ प्रपुत्र भलो करिछन्ति स्कोर। तथा तो पालागायक मु भी चाहूछि विपिन पिलाମାନେ बिहारी से मन नायकଙ୍କ दे पाठ सुयोग्य पढନ୍ତୁ सन्तान आउ माधवानंद केबे चलित युक्त 2 कोनसी कॉपी विज्ञान आशा खैरा बा कॉलेज रे उत्साह सी सर्वाधिक ए जिंस गुडी को पाठ को 541 नंबर भिड़िबନି रखी गाँ एवं पाई निश्चय गौरव संघर्ष आनिछन्ति करନ୍ତୁ से ଏବଂ ନିଜେ ବଢିବାର तांकर ଆଶା ରଖି निष्ठापरता ବାପା ମାଙ୍କ उत्तम ନାଁ व्यवहार ଉଜ୍ଜଳ କରନ୍ତୁ श्रद्धा ଦେଶ और ନାଁ ଉଜ୍ଜଳ भक्ति କରନ୍ତୁ। आज तांकु ए ଦେଖନ୍ତୁ ମୁଖ୍ୟ सफलता आनी ଜିନିଷ दैथिबा नै से ଯେପର୍ଯ୍ୟନ୍ତ ବାପା दृढ़ति ମାଙ୍କର प्रकाश ଆଶୀର୍ବାଦ करछन्ति। କିମ୍ବା आज से ଗୁରୁ छात्र ଗୁରୁଜନଙ୍କ छात्री ଆଶୀର୍ବାଦ ନ ହେବ गाँर ତ ସେ युवपीढ़ी ପିଲା ଯେତେ ପଢ଼ିଲେ प्रेरणार ବି उत्स। ସେ तेबे ପିଲାମାନେ आसंतु सुनिबा ତମେ तांको କେବେ ठारू କାହାକୁ ହରେଇକି आसंतु जानिबा ନିଜେ तांको ଜିତିବା ପାଇଁ ठारू କେବେ ଚେଷ୍ଟା କର ନା। सेही सफलता पछरे କେମିତି ମୋର ନିଜ तांकर ପୂର୍ବ ଅପେକ୍ଷା संघर्ष ମୋର कहानी। ପୂର୍ବ କ୍ଲାସର ମାର୍କ ଅପେକ୍ଷା କେମିତି ମୁଁ ଆଗ ପରୀକ୍ଷାରେ କେମିତି ଭଲ ନମ୍ବର ରଖିବି ମୋ ନିଜଠାରୁ ନିଜକୁ କେମିତି ମୁଁ ଆହୁରି ଅଧିକ ପ୍ରିପେୟାର କରିବି। ଧର ମୁଁ ପୂର୍ବ ପରୀକ୍ଷାରେ 500 ରଖିଛି ତ ମୁଁ ପ୍ଲସ୍ ଟୁରେ 501 ପଛେ ରଖେ ସେଇଟା ଆମର ଉନ୍ନତି। ତ ମୁଁ କାହାକୁ ହରେଇକି ନିଜେ ଜିତିବାର ଏଇ ଆଶାଟା ଛାଡ଼ି ଦିଅନ୍ତୁ। ତ କାହା ସହିତ କମ୍ପିଟିସନ୍ କରିକି କାହାକୁ ହରେଇକି ଜିତିବାର ଆଶା ରଖିଲେ ନିଜେ ହିଁ ତଳକୁ ତଳକୁ ଖସିଯିବେ। ତେଣୁ ନିଜ ସହିତ ନିଜେ କମ୍ପିଟିସନ୍ କରି ଆଗକୁ ବଢ଼ିବାର ଆଶା ରଖନ୍ତୁ ଏବଂ ମନ ଦେଇ ପାଠ ପଢ଼ନ୍ତୁ। ଆଉ ଶୁଣନ୍ତୁ ମୁଁ ଆମ ମେସ୍ରେ ଆମର ଯେପରି ରେଗୁଲେସନ୍ ରୁଲ୍ସ ଆଣ୍ଡ ରେଗୁଲେସନ୍ ସବୁ ମାନି ଚଳୁଥିଲି। ଆଉ ଆମର ରୁଲ୍ସ ଥିଲା ଯେ ସବୁଠୁ ପଢ଼ା ଉପରୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା ଏବଂ ପଢ଼ାକୁ 24 ଘଣ୍ଟାରୁ ଆମର 14 ଘଣ୍ଟା ମ୍ୟାକ୍ସିମମ୍ 14 ଘଣ୍ଟା ଅତି କମ୍ରେ 12 ଘଣ୍ଟା ଏତିକି ଆମକୁ ପରିଶ୍ରମ କରିବା ପାଇଁ ଗୋଟେ ଦିନରେ କୁହାଯାଉଥିଲା। ତ ଆଉ ଯେତିକି ସମୟ ବଳିଲା ସେ 10 ଘଣ୍ଟା ଭିତରେ ନିଜର ନିତ୍ୟକର୍ମ ନିଜର ଶୋଇବା ଖାଇବା ଏହାକୁ ମ୍ୟାନେଜ୍ କରି ପାଠପଢ଼ା ଉପରେ ମୁଁ ଅଧିକ ଗୁରୁତ୍ୱ ଦେଉଥିଲି ଏବଂ ଅଧିକ ସମୟ ବହି ପାଖରେ ବସି ନିଜ ବ୍ରେନ୍କୁ ଖରାପ କରିବା ଅପେକ୍ଷା ପଢ଼ିବ କିନ୍ତୁ ପଢ଼ି ସାରି କିଛି ସମୟ ନିଜ ମାନେ ମାଇଣ୍ଡ ଫ୍ରେଶ୍ କରିବ ଟିକେ ବି ଯାହାକି ବାହାରେ ଟିକେ ବୁଲି ଆସିବ କିନ୍ତୁ ସେୟା ନୁହେଁ ଯେ ଅଧିକ ସମୟ ଘଣ୍ଟା ଘଣ୍ଟା ବାହାରେ ବିତେଇବ। ତ ଆଗେ ପଢ଼ା ଉପରେ ଲକ୍ଷ୍ୟ ରଖିବ ଏବଂ 12ରୁ 14 ଘଣ୍ଟା ଯେପରି ଦଶମରେ ଯେପରି ପରିଶ୍ରମ କରୁଥିବ ତାର 2 ଗୁଣା ପ୍ଲସ୍ ଟୁ ଯଦି ପରିଶ୍ରମ କରିପାରିବା ଯଦି ସେତିକି ଆମ ଏମ୍ ନେଇକି ଆମେ ଗୋଟେ ଲକ୍ଷ୍ୟ ରଖି ପରିଶ୍ରମ କରିପାରିବା ତ ନିଜର ଲକ୍ଷ୍ୟସ୍ଥଳରେ ଆମେ ପହଞ୍ଚି ପାରିବା। ମୁଁ ୟା ପରେ ଭବିଷ୍ୟତରେ ଲକ୍ଷ୍ୟ ରଖିଛି ତ ମୁଁ ଆମ କେଉଁଝର ଡିଟି କଲେଜରେ +3 କରିବା ପାଇଁ ଚାହୁଁଛି ଏବଂ +3 କରିସାରିଲା ପରେ ଯଦି ଭଗବାନଙ୍କ ପୁଣି ଆଶୀର୍ବାଦ ଥାଏ ପିଜି କରି ତ ମୋର ଲକ୍ଷ୍ୟସ୍ଥଳରେ ପହଞ୍ଚିବି। ମୁଁ ମୋର ଗୋଟେ ଲେକ୍ଚରସିପ୍ ଲାଇନ୍ରେ ଯିବା ପାଇଁ ଚାହୁଁଛି। ଏଥିସହିତ ମୁଁ +3 ସହିତ ଇଣ୍ଟିଗ୍ରେଟେଡ୍ ବିଇଡ଼ି କୋର୍ସରେ ଆଡ଼ମିସନ୍ କରିବା ପାଇଁ ଚାହୁଁଛି ଏବଂ ମୋ ଭବିଷ୍ୟତକୁ ଗଢ଼ିବା ପାଇଁ ଚାହୁଁଛି।